हरि अयं आरम्भं शुभयमस्तु अखण्डमण्डलाकारं व्याप्तजेन चराचर तत्पदं दर्शितं येन तस्मै श्री गुरवे नमः। तस्मै श्री गुरवे नमः। मनोजवं मारुततुल्यवेगं जितेन्द्रिय बुद्धि मतावरिष्ठं वातात्मजं वानरयुतमुख्यं श्रीरामदूत शरणं प्रपद्ये। श्रीरामदूत शरणं प्रपद्ये। सज्जन वृंद, गत अध्याय आम मैंने आलोचना रखि प्रसंगरु आज आम आगक जावा। आसतु समस्ते गोटे मिनिट कीर्तन करिबा, तापरे हनुमान जी इच्छा तांको कथा सी कहबे, आम केवल निमित्त मात्र। तबे आसतु समस्ते साथ होई भगवान कीर्तन करिबा। जय जय हो बजरंग बाली, 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 जय जय हो बजरंग बाली। हाथ में झुमका पाँव में नुपुर, 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 कंठे तुलसी कमाली। जय जय हो बजरंग बाली, जय जय हो बजरंग बाली, जय जय हो बजरंग बाली, जय जय हो बजरंग बाली। हाथ में झुमका पाँव में नुपुर, 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 कंठे तुलसी कमाली। जय जय हो बजरंग बाली, जय जय हो बजरंग बाली, जय जय हो बजरंग बाली, जय जय हो बजरंग बाली। बोले हनुमान महाराज की। विद्यावान गुणी अति चातुर, विद्यावान गुणी अति चातुर, राम काज करी बेको आतुर, राम काज करिबे को आतुर। प्रभु चरित सुनी बेको रसिया, प्रभु चरित सुनी बेको रसिया, राम लखन सीता मन बसिया, राम लखन सीता मन बसिया। विद्यावान गुणी अति चातुर। यदि आपको आम निरीक्षण करिबा एवं विश्लेषण करिबा, आमको जहाँ लगे
ଯୋଡ଼ିଏ ଶବ୍ଦ ଆସୁଛି, ଗୋଟିଏ ବିଦ୍ୱାନ, ଗୋଟିଏ ବିଦ୍ୟାବାନ। ହନୁମାନ ବିଦ୍ୱାନ ନୁହନ୍ତି, ହନୁମାନ ହେଲେ ବିଦ୍ୟାବାନ। ତାହେଲେ ଆମକୁ ବୁଝିବାକୁ ପଡ଼ିବ ସୁଧୀ ବର୍ଗ, ଆପଣମାନେ ସମସ୍ତେ ଜ୍ଞାନୀ ଗୁଣୀ ମଣ୍ଡଳୀ, ବିଦ୍ୱାନ କିଏ ଆଉ ବିଦ୍ୟାବାନ କିଏ? ନା ଆମେ ଏତିକି ଆଜି ବୁଝିବା, ଧନ ଯାହାର ଅଛି ସେ ଧନବାନ, ରୂପ ଯାହାର ଅଛି ସେ ରୂପବାନ, ଗୁଣ ଯାହାର ଅଛି ସେ ଗୁଣବାନ। ସେଭଳି ଭାବରେ ବିଦ୍ୟା ଯାହାର ଅଛି ସେ ହେଉଛନ୍ତି ବିଦ୍ୟାବାନ। ହନୁମାନ ହେଲେ ବିଦ୍ୟାବାନ। ଥରେ 3 ଜଣ ଅଧ୍ୟାପକ ଯାଉଥିଲେ ବନ୍ଧୁ। 3 ଜଣ ଯାକ PhD କରିଛନ୍ତି ବିଭିନ୍ନ ବିଷୟରେ। ନଦୀ ପାର ହେଉଛନ୍ତି। ତାହେଲେ ନଦୀ ପାର ହେଉଛନ୍ତି, ଗଣିତ ଅଧ୍ୟାପକ ପଚାରିଲେ ନାଉରୀ ଭାଇକୁ, ଭାଇ ତମେ କ'ଣ ଗଣିତ ଶିଖିଛ? ଗଣିତ କ'ଣ ଜାଣିଛ? ନାଉରୀ ଭାଇ କହିଲେ, ଆଜ୍ଞା ମୁଁ ତ ଜୀବନରୁ ମୂର୍ଖ, ମୁଁ ତ ଚାଟଶାଳୀକୁ ମଧ୍ୟ ଯାଇନାହିଁ, ଖଡ଼ି ଅନୁକୂଳ କରିନାହିଁ, ଆଉ ମୁଁ ଗଣିତ କ'ଣ ଜାଣିଛି? ନା ଯଦି ତମେ ଗଣିତ ନ ଜାଣିଛ, ତମ ବୟସ ଯଦି 100 ହେବ, ତାର 25 ଭାଗ ତମ ଜୀବନ ନଷ୍ଟ ହୋଇଗଲା। ଦର୍ଶନ ବିଭାଗରେ ଯେଉଁ ଅଧ୍ୟାପକ ଥିଲେ ସେ ପଚାରିଲେ, କହିଲେ ନାଉରୀ ଭାଇ ତମେ ଦର୍ଶନ ଶାସ୍ତ୍ର କ'ଣ ଜାଣିଛ? ନା ମୁଁ ତ ମୂଳରୁ ମନା କରୁଛି, ମୁଁ ଚାଟଶାଳୀକି ଯାଇନାହିଁ, ଆଉ ଦର୍ଶନ ଶାସ୍ତ୍ର କ'ଣ ଆଜ୍ଞା ଜାଣିବି? ନା ତମ ଜୀବନର ଅଧା ଭାଗ ନଷ୍ଟ ହୋଇଗଲା। ଏହି ସମୟରେ ହଠାତ୍ ବିରାଟ ବଡ଼ ଝଡ଼ ଆସିଲା। ତ ବିରାଟ ବଡ଼ ଝଡ଼ ଆସିଲା। ନାବିକ ଭାଇ କହିଲା, ହେ ଯାତ୍ରୀ ମହୋଦୟ, ହେ ଅଧ୍ୟାପକ ବନ୍ଧୁମାନେ, ମୋର ତ ଆପଣମାନେ କହିଲେ ମୋ ଜୀବନ ଅଧା ନଷ୍ଟ ହୋଇଗଲା, ମୁଁ ବିଦ୍ୟା ଜାଣିନାହିଁ, ପାଠ କିଛି ଜାଣିନାହିଁ। ବର୍ତ୍ତମାନ ଆପଣମାନେ ପହଁରା ଜାଣିଛନ୍ତି ତ? କାରଣ ଆମେ ନଦୀ ମଝିରେ ବଡ଼ ବାତ୍ୟା ଆସିଗଲା, ଝଡ଼ ତୋଫାନ ଆସିଗଲା। ନା ଆମେ କେହି ମଧ୍ୟ ପହଁରା ଜାଣିନାହୁଁ। ନା କେହି ଯଦି ତୁମେ ପହଁରା ଜାଣିନାହଁ, ମୋର ତ ଅଧା ଜୀବନ ବେକାର ହୋଇଗଲା, ତୁମର ଆଜି ପୁରା ଜୀବନ ବି ବେକାର ହେଲା ବୋଲି ରାଜା ରାମଚନ୍ଦ୍ର ଭଗବାନ କି। ତେଣୁ ଆମେ ବିଦ୍ୟା କ'ଣ ଜାଣୁଛେ ଆଉ ଶିକ୍ଷା କ'ଣ ଜାଣୁଛେ? ଶିକ୍ଷା ହେଉଛି ଜାନକାରୀ, ଶିକ୍ଷା ହେଉଛି ଜାଣିବାର ଜିନିଷ ଜାନକାରୀ, କିନ୍ତୁ ବିଦ୍ୟା ଅଲଗା। ସେଇଥିପାଇଁ ସଂସ୍କୃତ ସାହିତ୍ୟରେ କୁହାଯାଇଛି, ବିଦ୍ୟା କ'ଣ? ନା ବିଦ୍ୟା କେବଳ ଆମକୁ ଦେବ ସା ବିଦ୍ୟା ଯା ବିମୁକ୍ତ, ଯିଏ ଆମକୁ ମୁକ୍ତି ମାର୍ଗରେ ନେଇ ପହଞ୍ଚାଇବ ତା ନାମ ହେଉଛନ୍ତି ବିଦ୍ୟା। ତେଣୁ ହନୁମାନ ବିଦ୍ୱାନ ନୁହନ୍ତି, ହନୁମାନ ହେଉଛନ୍ତି ବିଦ୍ୟାବାନ। ଯିଏ ବିଦ୍ୟାବାନ ତାଙ୍କର ବିବେକ ଥାଏ, କିନ୍ତୁ ବିଦ୍ୱାନମାନ ବହୁତ ଶାସ୍ତ୍ର ଜାଣିଥିବେ, ବହୁତ ଅଧ୍ୟାପନା କରିଥିବେ, ବହୁତ ବହି ପଢ଼ିଥିବେ, କିନ୍ତୁ ସେମାନେ ବିଦ୍ୱାନ ହୋଇପାରନ୍ତି, କିନ୍ତୁ ବିଦ୍ୟାବାନ ନୁହନ୍ତି। କାରଣ ବିଦ୍ୟାବାନର ବିବେକ ଅଛି, କିନ୍ତୁ ବିଦ୍ୱାନମାନଙ୍କର ବିବେକ ନାହିଁ। ଯଦି ଆମେ ପାର୍ଥକ୍ୟ ଦେଖିବା, ତାହେଲେ ବିଦ୍ୟାବାନ ହୃଦୟବାନ ବ୍ୟକ୍ତି। ଜଣେ ଡକ୍ଟର ଯଦି ଗରିବ ଲୋକଙ୍କୁ ଦେଖି ମାଗଣାରେ ଚିକିତ୍ସା କରିଦେବ, ଜଣାପଡ଼ିବ ସେ ଜଣେ ବିଦ୍ୟାବାନ ଲୋକ, ବିଦ୍ୟାବାନ ଡକ୍ଟର। କିନ୍ତୁ ସେ ଯଦି କହିବ ମୁଁ 1,00,000 5 ଲକ୍ଷ ନେବି ଅପରେସନ୍ କରିବା ପାଇଁ, ତାହେଲେ ସେ ବିଦ୍ୱାନ ହୋଇପାରନ୍ତି, ଅନେକ ବହି ପଢ଼ିପାରନ୍ତି, ଅନେକ ଡାକ୍ତରୀ ବିଦ୍ୟା ପଢ଼ିଛନ୍ତି, କିନ୍ତୁ ବିବେକ ଯେହେତୁ ନାହିଁ ସେ ହୋଇଯିବେ ବିଦ୍ୱାନ, କିନ୍ତୁ ବିଦ୍ୟାବାନ ହୋଇପାରିବେ ନାହିଁ। ତେଣୁ ହନୁମାନ ହେଉଛନ୍ତି ବିଦ୍ୟାବାନ, ତେଣୁ ବିବେକ ବହୁତ ଥିଲା, ସେ ବିବେକ ଖଟେଇ ହିଁ କାମ କରିଛନ୍ତି। ଏ ହେଲା ପ୍ରଥମ ପାର୍ଥକ୍ୟ। ଆମକୁ ଯାହା ଲାଗେ ଦ୍ୱିତୀୟ ପାର୍ଥକ୍ୟ ହେଉଛି, ବିଦ୍ୱାନ ଅନ୍ୟକୁ କଷ୍ଟ ଦିଏ, ଅନ୍ୟକୁ କନ୍ଦାଏ, ଅନ୍ୟକୁ ସବୁ ନିର୍ଯାତନା ଦିଏ। ଯେଭଳି ଭାବରେ ରାବଣ ଜଣେ ବିଦ୍ୱାନ ବ୍ୟକ୍ତି ଥିଲେ, ସେ ଅନ୍ୟକୁ କଷ୍ଟ ଦେଇ ଖୁସି ହେଉଥିଲେ, ଅନ୍ୟକୁ ଦୁଃଖ ଦେଇ ଆନନ୍ଦ ହେଉଥିଲେ, ଯାହାଫଳରେ ରାମକୁ ସେ ଦୁଃଖ ଦେଇଛନ୍ତି। ବିଦ୍ୱାନ ଜଣେ ଅନ୍ୟକୁ ଦୁଃଖ ଦେବ, କିନ୍ତୁ ବିଦ୍ୟାବାନ ଅନ୍ୟକୁ ସୁଖ ଦିଏ। ଆପଣ ଦେଖନ୍ତୁ, ହନୁମାନ ହେଲେ ବିଦ୍ୟାବାନ, ଆଉ ରାବଣ ହେଉଛନ୍ତି ବିଦ୍ୱାନ। ଯଦି ଆମେ ପାର୍ଥକ୍ୟ ବୁଝିବା, ରାବଣ ସୀତାଙ୍କୁ ନେଇ ଚାଲିଗଲେ, ଅର୍ଥ ଭକ୍ତିକୁ ନେଇ ଚାଲିଗଲେ, ଶାନ୍ତିକୁ ନେଇ ଚାଲିଗଲେ। ବିଦ୍ୱାନ ଯେଉଁମାନେ, ସେମାନେ ଶାନ୍ତି ହରଣ କରି ନିଅନ୍ତି, ଭକ୍ତିକୁ ହରଣ କରି ନିଅନ୍ତି, ସୁଖକୁ ହରଣ କରି ନିଅନ୍ତି। କିନ୍ତୁ ବିଦ୍ୟାବାନ ହେଉଛନ୍ତି ହନୁମାନ, ସେ ଆଣି ସୁଖକୁ ପହଞ୍ଚାଇ ଦେଲେ, ଶାନ୍ତିର ବାର୍ତ୍ତା ଆଣିଦେଲେ, ଭକ୍ତିର ବାର୍ତ୍ତା ଆଣିଦେଲେ। ତେଣୁ ବିଦ୍ୱାନ ସୁଖ ନେଲାବାଲା, ବିଦ୍ୟାବାନ ସୁଖ ଦେଲାବାଲା, ଶାନ୍ତି ଦେଲାବାଲା। ତେଣୁ ସେଥିପାଇଁ ହନୁମାନ ହେଉଛନ୍ତି ବିଦ୍ୟାବାନ। ତ
ତ ସେ ହେଲେ ବିଦ୍ୟାବାନ। ସେଥିପାଇଁ ତୁଳସୀଦାସ ହନୁମାନ ଚାଳିଶାରେ ଲେଖିଲେ ବିଦ୍ୟାବାନ ଗୁଣୀ ଅତି ଚାତୁର ବିଦ୍ୟାବାନ ଗୁଣୀ ଅତି ଚାତୁର ରାମ କାଜ କରି ବେକ ଆତୁର ରାମ କାଜ କରିবে কতুর রাম কাজ করি বেক আতুর রাম কাজ করিবে কতুর বিদ্যাবান গুণী অতি চাতুর বিদ্যাবান গুণী অতি চাতুর হনুমান হউଛନ୍ତି বিদ্যাবান। ନିଶ୍ଚିତ ଆପଣମାନଙ୍କର ପରିଷ୍କାର ହେଇଥିବ ଚିନ୍ତନ। ଆଉ ସିଏ ହେଉଛନ୍ତି ଗୁଣୀ। ଗୁଣୀ ଆମେ କାହାକୁ କହିବା? ଯିଏ ଅନ୍ୟର ପ୍ରଶଂସା ଗାନ କରେ ସେ ହେଉଛନ୍ତି ଗୁଣୀ। ହେ ମୋର ଧୀମନ୍ତ କଦମ୍ବ, ହେ ମୋର ଶତ୍ରୁ ମଣ୍ଡଳୀ, ହେ ମୋର ବିଚାରକ ମଣ୍ଡଳୀ, ଆପଣମାନେ ଶୁଣିବେ ଆଜି କଥାକୁ ଗୁଣିବେ। ଆଗ ପ୍ରଥମେ ଶୁଣନ୍ତୁ, ତାପରେ ମନରେ ଗୁଣୀ ହୁଅନ୍ତୁ କେତେ କଥା ଯଥାର୍ଥତା ରହିଛି କଥାର। ଗୁଣୀ କିଏ ସେ? ନା ଯିଏ ଅନ୍ୟର ପ୍ରଶଂସା କରେ। ଯେ ନିନ୍ଦା କରେ ସେ ନିନ୍ଦୁକ ହେବ, କିନ୍ତୁ ଗୁଣୀ ହେଇପାରିବ ନାହିଁ। ହନୁମାନ ସମସ୍ତଙ୍କୁ ପ୍ରଶଂସା କରିଛନ୍ତି। ହନୁମାନ କାହାକୁ ମଧ୍ୟ ଜୀବନରେ କେବେ ନିନ୍ଦା କରିନାହାନ୍ତି, ସମସ୍ତଙ୍କୁ ସେ ପ୍ରଶଂସା କରିଛନ୍ତି। ସେଇ ହେଉଛନ୍ତି ଗୁଣୀ, ଯିଏ ଅନ୍ୟଙ୍କୁ ପ୍ରଶଂସା କରେ। ଯିଏ ଅନ୍ୟକୁ ପ୍ରଶଂସା କରେ ସେ ହେଉଛନ୍ତି ଗୁଣୀ। ତେଣୁ ବିଦ୍ୟାବାନ ଗୁଣୀ ଅତି ଚାତୁର। ଆଉ ହନୁମାନ ହେଉଛନ୍ତି ଚତୁର। ହନୁମାନ ହେଉଛନ୍ତି ଚତୁର। କିଭଳି ଭାବରେ? ସେ ଚାଲାକି ନୁହେଁ, ସେ ହେଉଛନ୍ତି ଚତୁର। ସେଇ ହେଉଛି ଚତୁର ଆଜ୍ଞା। ଆପଣମାନେ ସମସ୍ତେ ଶତ୍ରୁମଣ୍ଡଳୀ ବିଚାର କରିବେ। ସେଇ ହେଉଛି ଚତୁର। ସେଇ ହେଉଛି ଚତୁର ବ୍ୟକ୍ତି ଯିଏ ଏ ମର ଶରୀର ଧାରଣ କରି ଅମରତ୍ୱକୁ ସନ୍ଧାନ କରେ। ଯିଏ ମର ଶରୀରକୁ ଧାରଣ କରି ଅମରତ୍ୱକୁ ସନ୍ଧାନ କରେ ସେ ହେଉଛନ୍ତି ଚତୁର ବ୍ୟକ୍ତି। ସେଇ ହେଉଛି ଚତୁର। ଦ୍ୱିତୀୟ ଆମକୁ ଯାହା ଲାଗେ ଦ୍ୱିତୀୟ ପଏଣ୍ଟ ହେଉଛି, ଦ୍ୱିତୀୟ ସୂତ୍ର ହେଉଛି ଯେ ହରି ଭଜନ କରେ ସେ ହେଉଛି ଚତୁର ଲୋକ। ଯେ ଭଗବତ ଭଜନ କରେ, ଯେ ଭଗବାନଙ୍କର ଭଜନ କରେ ସେ ହେଉଛି ଅତି ଚତୁର। ତେଣୁ ବିଦ୍ୟାବାନ ଗୁଣୀ ଅତି ଚତୁର। ହନୁମାନଙ୍କ ସଦା ସର୍ବଦା ନିରନ୍ତର ସଦା ସର୍ବଦା ସେ ହରି କୀର୍ତ୍ତନରେ ମତୁଆଲ ଥିଲେ, ରାମ ନାମ କୀର୍ତ୍ତନରେ ମତୁଆଲ ଥିଲେ। ତେଣୁ ବିଦ୍ୟାବାନ ଗୁଣୀ ଅତି ଚତୁର ବିଦ୍ୟାବାନ ଗୁଣୀ অতি চাতুর রাম কাজ করি বেক তুর রাম কাজ করিবে কতুর বিদ্যাবান গুণী অতি চাতুর বিদ্যাবান অতি চাতুর হনুমান হেলে বিদ্যাবান। ବିଦ୍ୟାବାନର ଆହୁରି ଗୋଟିଏ ସୂତ୍ର ହେଉଛି ମୋର ଧୀମନ୍ତ କଦମ୍ବ, ଯାହାର ଅଭିମାନ ନାହିଁ। ହନୁମାନଙ୍କର ମାନ କିଛି ନଥିଲା, ଅଭିମାନ କିଛି ନଥିଲା। ଯେ ମାନକୁ ଦେଖେନା, ଯେ ଅଭିମାନକୁ ଦେଖେନା, ଯେ ସ୍ୱାଭିମାନକୁ ଦେଖେନା, ସିଏ ହେଉଛି ବିଦ୍ୟାବାନ ଆଉ ଗୁଣୀ ଅତି ଚାତୁର। କିଭଳି? ନା ଯେତେବେଳେ ବିଭୀଷଣ ଆସିଗଲେ, ବିଭୀଷଣ ରାମ ଭଗବାନ ପାଖକୁ ଆସିଯାଇଛନ୍ତି। ରାମ ଭଗବାନ କହୁଛନ୍ତି ଏ ହନୁମାନ ତମେ ଯାଅ, ସେ କିଏ ଆସିଛନ୍ତି ତାଙ୍କୁ ପଚାର, ସେ କେଉଁଠାରୁ ଆସିଛନ୍ତି, ଏ ରାଜକୁମାର କାହାର, କି କେଉଁଠାରୁ ସେ ଆସିଛନ୍ତି